ନେଲ୍ କଟରରେ କାହିଁକି ଥାଏ ଦୁଇଟି ବ୍ଲେଡ୍? ଆସନ୍ତୁ ଜାଣିବା। ନେଲ୍ କଟର ଏକ ଏପରି ବ୍ୟବହାର୍ଯ୍ୟ ଜିନିଷ ଯାହା ସମସ୍ତଙ୍କ ଘରେ ନଜର ଆସିବ। ଗୋଟିଏ ନେଲ୍ କଟରରେ ଦୁଇଟି ବ୍ଲେଡ୍ ଥାଏ କାହିଁକି? ଏଗୁଡ଼ିକ କାହିଁକି ଦିଆଯାଇଥାଏ? ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ନାହିଁ। ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ଦାନ୍ତ ଘଷିବା, ଗାଧୋଇବା ଭଳି ନଖ କାଟିବା ଆମର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେହିଭଳି ନଖକୁ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ନଖ ମାଧ୍ୟମରେ ହିଁ ଜୀବାଣୁ ସିଧାସଳଖ ଆମ ପାଟି ଏବଂ ପେଟରେ ପହଞ୍ଚନ୍ତି। ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ବେଳେବେଳେ ଏହା ଅନେକ ରୋଗର କାରଣ ହୋଇଯାଏ। ଅତ୍ୟଧିକ ନଖ କାମୁଡ଼ିବା ଦ୍ୱାରା କ୍ଷତିକାରକ ଜୀବାଣୁ ଓ ବ୍ୟାକ୍ଟେରିଆ ଆପଣଙ୍କ ପାଟିରୁ ଆଙ୍ଗୁଳି ପର୍ଯ୍ୟନ୍ତ ଓ ନଖରୁ ଆପଣଙ୍କ ମୁହଁକୁ ବିସ୍ତାର କରିପାରେ। ଆପଣଙ୍କୁ ସଂକ୍ରମଣ ହେବାର ବିପଦ ବଢ଼ିଯାଏ। ଏହି ଖରାପ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ କଠିନ ଚେଷ୍ଟା କରନ୍ତି, କିନ୍ତୁ ସେହି ଅଭ୍ୟାସ ସହଜରେ ଦୂର ହୁଏ ନାହିଁ। ଆମେ କେବଳ ନଖ କାଟିବା ପାଇଁ ନେଲ୍ କଟର ବ୍ୟବହାର କରୁ, କିନ୍ତୁ ଏକ ନେଲ୍ କ୍ଲିପର ବା କଟରରେ ଦୁଇଟି ଛୁରୀ ଭଳି ବ୍ଲେଡ୍ ଅଛି। ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ନାହିଁ ଏହାର କାରଣ କ'ଣ, କିନ୍ତୁ ସେମାନେ ଦେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି। ଏହା ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ନଖ କଟର କେବଳ ନଖ କାଟିବା ପାଇଁ ବ୍ୟବହୃତ ହୁଏ। ଏହା ବ୍ୟତୀତ ଏହାର କୌଣସି ବ୍ୟବହାର ନାହିଁ। ଏହାର ଦୁଇଟି ବ୍ଲେଡ୍ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରିବ। ତେଣୁ ଏହା ନଖ କାଟିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହା ବ୍ୟବହାର କରାଯାଏ। ନଖ ସଫା କରିବା ପାଇଁ ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ନଖ କ୍ଲିପର ଅଛି, କିନ୍ତୁ ଜାଣିଛନ୍ତି କି ଏହା ପାଇଁ କ'ଣ ଦିଆଯାଇଛି? ଛୋଟ ଛୋଟ ଜିନିଷକୁ କାଟିବା ବା ବାହାର କରିବା ପାଇଁ ଦିଆଯାଏ। କେବଳ ଏତିକି ନୁହେଁ, ବୋତଲ କ୍ୟାପ୍ ଖୋଲିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ନଖ କଟରରେ ଦୁଇଟି ବ୍ଲେଡ୍ ଯୋଡ଼ିବା ପରେ ଏହାର ଉପଯୋଗିତା ଯଥେଷ୍ଟ ବୃଦ୍ଧି ପାଇଛି। ଆପଣ କୁଆଡ଼େ ଯାଉଥିଲେ ଆପଣ ଏହାକୁ ସାଙ୍ଗରେ ନେଇପାରିବେ, କାରଣ ଏହା ବହୁତ ଛୋଟ। ଅନେକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଏହା ବୋତଲ କ୍ୟାପ୍ କାଟିବା, ଡ୍ରିଲିଂ ଏବଂ ଖୋଲିବା ପାଇଁ ବ୍ୟବହୃତ କରାଯାଇପାରେ। ଏହି ନେଲ୍ କଟରରେ ଥିବା ଛୋଟ ବ୍ଲେଡ୍ରେ ସହଜରେ ଆପଣ ଲେମ୍ବୁ, କମଳା କିମ୍ବା ଅନ୍ୟ କୌଣସି ଜିନିଷ କାଟିପାରିବେ। ଏହା ବ୍ୟତୀତ କିଛି ଲୋକ ନଖରୁ ମଇଳା ସଫା କରିବା ପାଇଁ ଏହି ଛୁରୀଗୁଡ଼ିକର ତୀକ୍ଷ୍ଣ ମୁନକୁ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ ଏହା କରିବା ଠିକ୍ ନୁହେଁ, କାରଣ ତୀକ୍ଷ୍ଣ ଧାରଗୁଡ଼ିକ ଆପଣଙ୍କ ଆଙ୍ଗୁଠିକୁ ଆଘାତ ଦେଇପାରେ।